ଚାଲନ୍ତୁ ମୁଁ ଗୋଟେ ବେହେରା ବାବୁଙ୍କ ସାଥିରେ କଥା ହେବି, ଆପଣମାନଙ୍କ ସହିତ ଗୋଟେ କଥା ସେୟାର କରିବି। ଆଚ୍ଛା ମତେ ଗୋଟେ କଥା କୁହ, ସବୁ ଯେତେ ସବୁ ହଜବେଣ୍ଡ ମାନେ ଅଛନ୍ତି ସେ ସବୁ ହଜବେଣ୍ଡ ମାନେ ସବୁ ୱାଇଫ ମାନଙ୍କୁ ଗିଫ୍ଟ ଦଉଛନ୍ତି କି ନାଇଁ? ମତେ ମୁଁ ଯେତେବେଳେ ଆଜି ଚୁଡ଼ି କିଣିଥିଲି ମୁଁ ଖୁସି ଥିଲି ନା ନାଇଁ? ତାହେଲେ କୁହ, ସବୁ ଯୋଉ ହଜବେଣ୍ଡ ମାନେ ସବୁ ୱାଇଫ ମାନଙ୍କୁ ଯୋଉ ମହଙ୍ଗା ମହଙ୍ଗା ଗିଫ୍ଟ ଦଉଛନ୍ତି ସେମାନେ କେତେ ଖୁସି ହଉଥିବେ? ଅଧିକ ଖୁସି ହଉଥିବେ ନା କମ ଖୁସି ହଉଥିବେ? ନା ମୁଁ କହିବି, କାହିଁକି ନା ଦେଖ ମତେ ଯେତେବେଳେ ମତେ ଆଜି ଯୋଉ ଚୁଡ଼ିଟା ଦେଲା ପରେ ଗଲା, ଚୁଡ଼ିଟା ଟିକେ ଦେଖା, ଏଇ ଚୁଡ଼ି ଦେଇ ମୁଁ ଯେତେବେଳେ ଆଣିଲି ମତେ ଚୁଡ଼ି ଦେଲେ ମୁଁ ବି ବହୁତ ଖୁସି ହେଇଗଲି। ଆଉ ଚୁଡ଼ିର ଦାମ ମାତ୍ର 100 ଟଙ୍କା ଥିଲା ହେଲା। ଆଉ କିଛି ଛୋଟ ମୋଟ ଗିଫ୍ଟ ସବୁ ଆଣିଲି, ମତେ ବହୁତ ଭଲ ଲାଗିଥିଲା। ତାହେଲେ କୁହ, ଯୋଉ ଭଲ ପାଇବାଟା ଏଇ ଚୁଡ଼ି କିଣିଲେ ଥିଲା ଆଉ ସେ ଯୋଉ ମେହେଙ୍ଗା ଗିଫ୍ଟ ସେମାନେ କିଣିଲେ, ସେଇ ଭଲ ପାଇବାଟା ସେମ ଥିଲା ନା ଅଲଗା ଥିଲା? ଆଉ ମୁଁ ତ ଏଇ ଚୁଡ଼ିଟା ପିନ୍ଧିକି ପୁରା ଏମିତି ଛନ ଛନ କରିକି 2-4 ଥର ଡେଇଁ ପଡିଲେ ମୋ ଖୁସି ପୁରା ଏମିତି ହାଇ ଲେଭେଲ ହେଇଯାଏ। ତାହେଲେ କୁହ, ମୁଁ ତମର କେତେ ଲକି ସ୍ତ୍ରୀ ମତେ ଟିକେ କୁହ, ମୁଁ ତମ ପଇସା କେତେ ସେଭ୍ କରିଛି କୁହ ଟିକେ। ତା ସାଥିରେ ଗୋଟେ ସୁନ୍ଦରିଆ ରୋଜ ଆଣିଥିଲେ। ହଁ ଏ ରୋଜ ଟା ଟିକେ ମାରିଦେଲ ଟିକେ। ହଁ ରୋଜ ଟା କେତେ ସୁନ୍ଦର ହେଇଛି କହୁନ କୁହ? ବ୍ୟୁଟିଫୁଲ ମୋ ଭଳିଆ ନୁହଁ? ହଁ ଆଉ ମୁଁ ଆର୍ଟିଫିସିଆଲ ରୋଜ ଭଳିଆ ଆଉ ନୁହଁ, ମୁଁ ପୁରା ଅସଲି ସୁନ୍ଦର, ପୁରା ଗୋଲାପ, ବୁଝିପାରିଲ? ତାହେଲେ ସମସ୍ତେ କୁହ, ଏତେ ମହଙ୍ଗା ମହଙ୍ଗା ଗିଫ୍ଟ ଆଣିବାର ନାହିଁ, ଛୋଟ ସୁନ୍ଦର ସୁନ୍ଦର କ୍ୟୁଟ ଜିନିଷ ଆଣିବ, ମୋ ଭଳିଆ ପୁରା ଖୁସି ହେଇଯିବ ଆଉ ସ୍ୱାମୀଙ୍କ ପଇସାକୁ ଏମିତି ସେଭ୍ କରିବ, ହଁ କି ନାହିଁ? ସବୁ ଏ ମୋର ଡିଅର ଘରଣୀ ମାନେ ମତେ ଟିକେ କମେଣ୍ଟରେ କୁହ ମୋ ଚିନ୍ତାଧାରା କେମିତି ଲାଗୁଛି।